ଆମେ ସମସ୍ତେ ରାମାୟଣ ବିଷୟ ଭଲ ଭାବରେ ଜାଣିଛେ। ଆସନ୍ତୁ ଆଜି ଶୁଣିବା ରାମାୟଣରେ ଗରୁଡ଼ କ'ଣ ସେହି 7ଟି ପ୍ରଶ୍ନ ପଚାରିଥିଲେ କାକଭୂଷୁଣ୍ଡିକୁ। ପ୍ରଥମ ପ୍ରଶ୍ନଟି ହେଉଛି, କେଉଁ ଶରୀର ସବୁଠାରୁ ଦୁର୍ଲଭ? ଦ୍ୱିତୀୟ ପ୍ରଶ୍ନଟି ଥିଲା, ସବୁଠାରୁ ବଡ଼ ଦୁଃଖ କ'ଣ? ତୃତୀୟ ପ୍ରଶ୍ନଟି ହେଉଛି, ସବୁଠାରୁ ବଡ଼ ସୁଖ କ'ଣ? ଚତୁର୍ଥ ପ୍ରଶ୍ନଟି ହେଉଛି, ସନ୍ଥ ଓ ଅସନ୍ଥଙ୍କ ମଧ୍ୟରେ କି ପ୍ରଭେଦ ରହିଛି? ପଞ୍ଚମ ପ୍ରଶ୍ନଟି ହେଉଛି, ଶ୍ରୁତିମାନଙ୍କରେ ପ୍ରସିଦ୍ଧ ସର୍ବଶ୍ରେଷ୍ଠ ପୁଣ୍ୟ କ'ଣ? ଷଷ୍ଠ ପ୍ରଶ୍ନଟି ହେଉଛି, ସର୍ବାପେକ୍ଷା ଅଧିକ ଭୟଙ୍କର ପାପ କ'ଣ? ଏବଂ ଶେଷ ପ୍ରଶ୍ନ ତଥା 7 ନମ୍ବର ପ୍ରଶ୍ନଟି ହେଉଛି, ମାନସିକ ରୋଗ କ'ଣ? ଗରୁଡ଼ କାକଭୂଷୁଣ୍ଡିକୁ ଅନୁରୋଧ କରୁଛନ୍ତି, ଆପଣ ତ ସର୍ବଜ୍ଞ, ମୋ ଉପରେ ଆପଣଙ୍କର ବିଶେଷ କୃପା ରହିଛି, ତେଣୁ ଏସବୁ ପ୍ରଶ୍ନର ଉତ୍ତର ବୁଝାଇ ଦିଅନ୍ତୁ। କାକଭୂଷୁଣ୍ଡି କହିଲେ, ହେ तात, ଅତ୍ୟନ୍ତ ଆଦର ଓ ପ୍ରେମର ସହିତ ଶୁଣନ୍ତୁ। ଏହି କଥା ମୁଁ ସଂକ୍ଷେପରେ କହିଦେଉଛି। ପ୍ରଥମ ପ୍ରଶ୍ନଟିର ଉତ୍ତର ଦେବାକୁ ଯାଇ କାକଭୂଷୁଣ୍ଡି କହୁଛନ୍ତି, ଅନ୍ୟ କୌଣସି ଶରୀର ମନୁଷ୍ୟ ଶରୀରର ସମକକ୍ଷ ନୁହେଁ। କି ଚର କି ଅଚର ସକଳ ଜୀବ ତାହା ଚାହାନ୍ତି। ଏହା ହେଉଛି ନରକ, ସ୍ୱର୍ଗ ଓ ମୋକ୍ଷକୁ ସିଡ଼ି ତଥା ଏହା କଲ୍ୟାଣକାରୀ ଜ୍ଞାନ, ବୈରାଗ୍ୟ ଓ ଭକ୍ତି ପ୍ରଦାନ କରିଥାଏ। ଏପରି ମନୁଷ୍ୟ ଶରୀର ପାଇ ମଧ୍ୟ ଯେଉଁମାନେ ହରିଙ୍କ ଭଜନ ନ କରି ଏବଂ ନୀଚ ବିଷୟମାନଙ୍କରେ ଅନୁରକ୍ତ ହୁଅନ୍ତି, ସେମାନେ ପରଶମଣି ଫୋପାଡ଼ି ଦେଇ ତା ବଦଳରେ ଭଙ୍ଗା କାଚ ଖଣ୍ଡ ଗୋଟାଇଥାନ୍ତି। ଦ୍ୱିତୀୟଟିର ଉତ୍ତର ଦେବାକୁ ଯାଇ କହିଛନ୍ତି, ଜଗତରେ ଦାରିଦ୍ର୍ୟ ସମାନ ଦୁଃଖ ନାହିଁ। ତୃତୀୟଟିର ଉତ୍ତର ଦେବାକୁ ଯାଇ କହିଛନ୍ତି, ସନ୍ଥଙ୍କ ସାକ୍ଷାତ ଲାଭ କରିବାରେ ସମାନ ସୁଖ ଆଉ କୌଣସିଠାରେ ନାହିଁ। ଚତୁର୍ଥରେ କହିଲେ, ହେ ପକ୍ଷୀରାଜ, ମନ ବଚନ ଶରୀରରେ ପରୋପକାର କରିବା ହିଁ ସନ୍ଥମାନଙ୍କର ସହଜ ସ୍ୱଭାବ। ପଞ୍ଚମଟିର ଉତ୍ତର ଦେବାକୁ ଯାଇ କହିଛନ୍ତି, ବେଦମାନଙ୍କ ମତରେ ଅହିଂସା ହେଉଛି ପରମ ଧର୍ମ। ଷଷ୍ଠଟିର ଉତ୍ତର ଦେବାକୁ ଯାଇ କହିଛନ୍ତି, ପରନିନ୍ଦା ସମାନ ପାପ ଆଉ ଜଗତରେ ନାହିଁ। ସପ୍ତମ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, ହେ तात, ଯେଉଁ ମାନସିକ ରୋଗୀମାନଙ୍କରୁ ସମସ୍ତେ ଦୁଃଖ ପାଆନ୍ତି, ତାହା ଏଥର ଶୁଣନ୍ତୁ। ସବୁ ରୋଗର ମୂଳ ହେଉଛି ମୋହ ଓ ଅଜ୍ଞାନ। ସେସବୁ ରୋଗରୁ ପୁଣି ବହୁ ପ୍ରକାର ବ୍ୟଥା ଉତ୍ପନ୍ନ ହୁଏ। କାମ ହେଉଛି ବାତ, ଲୋଭ ହେଉଛି ପ୍ରବଳ କଫ, କ୍ରୋଧ ହେଉଛି ପିତ୍ତ। ସେହି କ୍ରୋଧରୂପୀ ପିତ୍ତ ଛାତିକୁ ସବୁବେଳେ ଜାଳୁଥାଏ। ଯଦି ଏହି 3 ଭାଇ ବାତ, ପିତ୍ତ ଓ କଫ ଅର୍ଥାତ୍ କାମ, କ୍ରୋଧ ଓ ଲୋଭ ପରସ୍ପର ପ୍ରୀତିରେ ହାତ ମିଳାଇ ଏକାଠି ହୋଇଯାଆନ୍ତି, ତେବେ ଦୁଃଖଦାୟକ ସନ୍ନିପାତ ରୋଗ ଉତ୍ପନ୍ନ ହୁଏ। ବିଷୟ ପ୍ରାପ୍ତି ନିମନ୍ତେ ଯେଉଁ ଅପୂରଣୀୟ ମନୋରଥ ଉତ୍ପନ୍ନ ହୁଏ, ତାହା ହିଁ ବହୁତ କଷ୍ଟଦାୟକ। ପ୍ରାଣୀମାନଙ୍କୁ ଦୁଃଖ ଦେଉଥିବା ଏସବୁ ରୋଗମାନଙ୍କୁ ଚିହ୍ନିଗଲେ ଏହି ରୋଗମାନେ ଅବଶ୍ୟ କିଛିଟା କ୍ଷୀଣ ହୋଇଯାଆନ୍ତି, କିନ୍ତୁ ସମ୍ପୂର୍ଣ୍ଣ ନାଶ ପାଆନ୍ତି ନାହିଁ। ବିଷୟ ରୂପୀ କୁପଥ୍ୟ ପାଇ ଏହି ରୋଗମାନେ ତ ମୁନିମାନଙ୍କ ହୃଦୟରେ ବି ଅଙ୍କୁରିତ ହୁଅନ୍ତି। ତେଣୁ ସାଧାରଣ ଲୋକଙ୍କ କଥା କିଏ ପଚାରେ? ହେ ପକ୍ଷୀରାଜ, ସେ
ସମସ୍ତଙ୍କର ମତ ଏହି ଯେ ଶ୍ରୀରାମଙ୍କ ଚରଣ କମଳରେ ପ୍ରେମ କରିବା ଆବଶ୍ୟକ। ଶ୍ରୁତି ପୁରାଣ ଓ ସକଳ ଗ୍ରନ୍ଥ କହନ୍ତି ଯେ ଶ୍ରୀ ରଘୁନାଥଙ୍କଠାରେ ଭକ୍ତି ବିନା ସୁଖ ମିଳିବ ନାହିଁ। କଇଛ ପିଠିରେ ବରଂ ବାଳ ଉଠିପାରେ, ବନ୍ଧ୍ୟାପୁତ୍ର ବରଂ କାହାକୁ ମାରିଦେଇପାରେ, ଆକାଶରେ ବରଂ ବହୁ ପ୍ରକାର ଫୁଲ ଫୁଟିପାରେ, ମୃଗତୃଷ୍ଣାର ଜଳପାନ କରି ବରଂ ତୃଷା ମେଣ୍ଟିପାରେ, ଠେକୁଆ ମୁଣ୍ଡରେ ବରଂ ସିଂହ ଉଠିପାରେ, ଅନ୍ଧକାର ବରଂ ସୂର୍ଯ୍ୟଙ୍କୁ ନାଶ କରିପାରେ, ବରଫରୁ ବରଂ ଅଗ୍ନି ପ୍ରକଟ ହୋଇପାରେ, ଜଳକୁ ମନ୍ଥନ କଲେ ବରଂ ଘିଅ ବାହାରିପାରେ, ବାଲିକୁ ପେଡ଼ିଲେ ବରଂ ତେଲ ବାହାରିପାରେ, ମାତ୍ର ଶ୍ରୀରାମଙ୍କ ପ୍ରତି ବିମୁଖ ହୋଇ କେହି ସୁଖ ପାଇପାରିବ ନାହିଁ। ଶ୍ରୀରାମଙ୍କ ବିମୁଖ ହୋଇ ଜୀବ ସୁଖରେ କେବେ ରହିପାରିବ ନାହିଁ କିମ୍ବା କାଳାତିପାତ କରିବ ନାହିଁ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ଜୟ ମା ମଣିନାଗ।